ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା ବିଶ୍ୱ ବନ ଦିବସ। ତ ପିଲାମାନେ ତୁମେମାନେ ଏହାକୁ ଭାଷଣ ପ୍ରତିଯୋଗିତାରେ ମଧ୍ୟ ପ୍ରୟୋଗ କରିପାରିବ। ସର୍ବପ୍ରଥମେ ଉପକ୍ରମ, ଗଛଟିଏ ଲଗାନ୍ତୁ ଜୀବନଟିଏ ବଞ୍ଚାନ୍ତୁ। ଏହି ମହତ୍ ବାଣୀକୁ ଆଧାର କରି ପ୍ରତିବର୍ଷ ମାର୍ଚ୍ଚ ମାସ 21 ତାରିଖକୁ ସାରା ବିଶ୍ୱରେ ବିଶ୍ୱ ବନ ଦିବସ ଭାବେ ପାଳନ କରାଯାଏ। ଜଙ୍ଗଲ ହେଉଛି ପ୍ରକୃତିର ଅମୂଲ୍ୟ ସମ୍ପଦ। ପୃଥିବୀର ପରିବେଶକୁ ସନ୍ତୁଳିତ ରଖିବାରେ ଜଙ୍ଗଲର ଭୂମିକା ଅତୁଳନୀୟ। ମଣିଷ ସମାଜକୁ ଜଙ୍ଗଲର ଗୁରୁତ୍ୱ ବିଷୟରେ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବନ ଦିବସର ଇତିହାସ। 1971 ମସିହାରେ ୟୁରୋପୀୟ କୃଷି ସଂଘର 23ତମ ସାଧାରଣ ସଭାରେ ମାର୍ଚ୍ଚ ମାସ 21 ତାରିଖକୁ ବିଶ୍ୱ ବନ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ 2012 ମସିହା ନଭେମ୍ବର ମାସ 28 ତାରିଖରେ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ଏକ ସ୍ୱତନ୍ତ୍ର ଥିମ୍ ବା ପ୍ରସଙ୍ଗକୁ ନେଇ ପାଳିତ ହୋଇ ଆସୁଛି। ଜଙ୍ଗଲର ଆବଶ୍ୟକତା। ଜଙ୍ଗଲ ବିନା ପୃଥିବୀରେ ଜୀବଜଗତର ଅସ୍ତିତ୍ୱ କଳ୍ପନା କରିବା ଅସମ୍ଭବ। ଏହାର କିଛି ପ୍ରମୁଖ ଉପକାରିତା ହେଲା, ପ୍ରଥମେ ଅମ୍ଳଜାନର ଉତ୍ସ। ଜଙ୍ଗଲ ଆମକୁ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅମ୍ଳଜାନ ପ୍ରଦାନ କରେ ଏବଂ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ପ୍ରଦୂଷଣ ମୁକ୍ତ ରଖେ। ବନ୍ୟଜନ୍ତୁଙ୍କ ବାସସ୍ଥାନ। ଲକ୍ଷ ଲକ୍ଷ ପଶୁପକ୍ଷୀ ଓ କୀଟପତଙ୍ଗଙ୍କ ପାଇଁ ଜଙ୍ଗଲ ହେଉଛି ସୁରକ୍ଷିତ ଘର। ବୃଷ୍ଟିପାତରେ ସହାୟକ। ଗଛଗୁଡ଼ିକ ବାୟୁମଣ୍ଡଳକୁ ଥଣ୍ଡା ରଖି ବର୍ଷା କରାଇବାରେ ସାହାଯ୍ୟ କରନ୍ତି। ମୃତ୍ତିକା ସଂରକ୍ଷଣ। ଗଛର ଚେର ମାଟିକୁ ଜାବୁଡ଼ି ଧରି ରଖେ, ଯାହା ଫଳରେ ମୃତ୍ତିକା କ୍ଷୟ ଓ ବନ୍ୟା ନିୟନ୍ତ୍ରିତ ହୋଇଥାଏ। ସାମ୍ପ୍ରତିକ ସମସ୍ୟା। ବର୍ତ୍ତମାନର ଆଧୁନିକୀକରଣ ଓ ଶିଳ୍ପାୟନ ଯୋଗୁଁ ଜଙ୍ଗଲ ସମ୍ପଦ ଦ୍ରୁତ ଗତିରେ ହ୍ରାସ ପାଉଛି। ଜନସଂଖ୍ୟା ବୃଦ୍ଧି ହେତୁ ମଣିଷ ନିଜର ସ୍ୱାର୍ଥ ପାଇଁ ଜଙ୍ଗଲ କାଟି ଚାଲିଛି। ଫଳରେ ବିଶ୍ୱ ତାପାୟନ, ଯାହାକୁ କି ଗ୍ଲୋବାଲ ୱାର୍ମିଂ, ଅନିୟମିତ ବୃଷ୍ଟିପାତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ସମସ୍ୟା ଦେଖାଦେଉଛି। ଉପସଂହାର ବା ଶେଷ କଥା। ଜଙ୍ଗଲ ସୁରକ୍ଷିତ ରହିଲେ ହିଁ ଆମର ଭବିଷ୍ୟତ ସୁରକ୍ଷିତ ରହିବ। କେବଳ ଭାଷଣ ବା ସଭା ସମିତିରେ ସୀମିତ ନ ରହି ଆମକୁ ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇବାକୁ ହେବ। ସବୁଜ ପୃଥିବୀ, ସୁସ୍ଥ ପୃଥିବୀ ଗଢ଼ିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏହି ବିଶ୍ୱ ବନ ଦିବସରେ ଶପଥ ନେବା। ପିଲାମାନେ ରଚନାଟି ପସନ୍ଦ ଆସିଲେ ଲାଇକ୍ କରିବେ ଆଉ କମେଣ୍ଟରେ ଜଣାଇବେ। ଥ୍ୟାଙ୍କ ୟୁ।